ଏହି ଖେଳନାଟି ମାଧ୍ୟାକର୍ଷଣ କେନ୍ଦ୍ର ତତ୍ତ୍ୱ ଉପରେ ପର୍ଯ୍ୟବେସିତ। ପ୍ରତ୍ୟେକ ବସ୍ତୁର ଗୋଟିଏ କାଳ୍ପନିକ ବିନ୍ଦୁ ଥାଏ ଯାହାକୁ ମାଧ୍ୟାକର୍ଷଣ କେନ୍ଦ୍ର କୁହାଯାଏ ଏବଂ ଯେଉଁ ବିନ୍ଦୁରେ ବସ୍ତୁର ସମସ୍ତ ଓଜନ କେନ୍ଦ୍ରୀଭୂତ ହୋଇଥିବାର ଧରି ନିଆଯାଏ। ବସ୍ତୁର ସେହି ବିନ୍ଦୁକୁ ମାଧ୍ୟାକର୍ଷଣ କେନ୍ଦ୍ର କିମ୍ବା ଭାର କେନ୍ଦ୍ର, ଇଂରାଜୀରେ ସେଣ୍ଟର ଅଫ୍ ଗ୍ରାଭିଟି କିମ୍ବା ସଂକ୍ଷେପରେ ସିଜି ବୋଲି କୁହାଯାଏ। ଏହି ଖେଳନାଟି ମାଧ୍ୟାକର୍ଷଣ କେନ୍ଦ୍ର ତତ୍ତ୍ୱ ଉପରେ ପର୍ଯ୍ୟବେସିତ। ଆସନ୍ତୁ ପ୍ରଥମେ ଖେଳନାର ଗଠନ ବିଷୟରେ ବୁଝିବା। ଏଠାରେ ଗୋଟିଏ ପେନସିଲ୍ ରହିଛି, ଗୋଟିଏ ବକ୍ର ତାର ରହିଛି ଏବଂ ଦୁଇଟି ପେନସିଲ୍ ଲିଭା ରବର ରହିଛି। ପ୍ରଥମେ ପେନସିଲ୍ରେ ଗୋଟିଏ ଛିଦ୍ର କରି ତା ମଧ୍ୟରେ ବକ୍ର ତାରଟିକୁ ପ୍ରବେଶ କରାଯାଏ ଏବଂ ତାରର ଦୁଇ ପ୍ରାନ୍ତରେ ଦୁଇଟି ରବର ସଂଯୁକ୍ତ କରାଯାଏ। ଖେଳନାଟି ଏବେ ଗଠନ ହୋଇଗଲା। ଆସନ୍ତୁ ଏହାର କାର୍ଯ୍ୟପ୍ରଣାଳୀ ବୁଝିବା। ଏ ଖେଳନାଟିକୁ ନେଇ ଯେକୌଣସି ଗୋଟିଏ ସ୍ତମ୍ଭ ଉପରେ ଭାରସାମ୍ୟ ଅବସ୍ଥା ରକ୍ଷା କରି ଅବସ୍ଥାପିତ କରାଯାଇପାରିବ। ଦେଖନ୍ତୁ, ଖେଳନାଟି ଗୋଟିଏ ସ୍ତମ୍ଭ ଉପରେ ସ୍ଥାୟୀ ଭାବରେ ଅବସ୍ଥାପିତ କରୁଛି। ଖେଳନାଟି ତଳେ ପଡ଼ିଯାଉ ନାହିଁ। ଯଦି ଖେଳନାଟିକୁ ଆମେ ଗୋଟିଏ ଦିଗରେ ବିସ୍ଥାପିତ କରିବା, ତାହା ଅନେକ ଥର ଝୁଲି ଝୁଲି ପୁଣି ପୂର୍ବ ଅବସ୍ଥାକୁ ଫେରି ଆସୁଛି। ଏପରି କାହିଁକି ହେଉଛି, ଆମେ ତାର କାରଣ ବୁଝିବା। ପ୍ରକୃତରେ ଖେଳନାଟି ମାଧ୍ୟାକର୍ଷଣ କେନ୍ଦ୍ର ତତ୍ତ୍ୱ ଉପରେ ପର୍ଯ୍ୟବେସିତ। ପୂର୍ବରୁ କହିଛି, ପ୍ରତ୍ୟେକ ବସ୍ତୁର ଗୋଟିଏ କାଳ୍ପନିକ ବିନ୍ଦୁ ଥାଏ ଯେଉଁ ବିନ୍ଦୁରେ ବସ୍ତୁର ସମସ୍ତ ଓଜନ କେନ୍ଦ୍ରୀଭୂତ ହୋଇଥିବାର ଧରି ନିଆଯାଏ ଏବଂ ସେହି ବିନ୍ଦୁ ଦେଇ ବସ୍ତୁର ସମସ୍ତ ଓଜନ ତଳ ଦିଗରେ ହିଁ କାର୍ଯ୍ୟକାରୀ ହୋଇଥାଏ ଏବଂ ସେହି ବିନ୍ଦୁରେ ଆମେ ବସ୍ତୁକୁ ଭାରସାମ୍ୟ ଅବସ୍ଥା ରକ୍ଷା କରି କୌଣସି ସ୍ତମ୍ଭ ଉପରେ ଆଧାରିତ କରିପାରୁ। ଏହି ଖେଳନାଟିର ମାଧ୍ୟାକର୍ଷଣ କେନ୍ଦ୍ର ଠିକ୍ ପେନସିଲ୍ର ମୁନ ଉପରେ ଅବସ୍ଥାପିତ। ତେଣୁ ପେନସିଲ୍ର ମୁନ ଉପରୁ ଆମେ ବସ୍ତୁକୁ ରଖିଲେ ତାହା କୌଣସି ସ୍ତମ୍ଭ ଉପରେ ସ୍ଥାୟୀ ଭାବେ ଅବସ୍ଥାପିତ ହୋଇ ରହିପାରେ, ତଳେ ପଡ଼ିଯାଏ ନାହିଁ। ଯଦି ଆମେ ଖେଳନାଟିକୁ ଗୋଟିଏ ଦିଗରେ ବିସ୍ଥାପିତ କରିବା, ତାହେଲେ ଖେଳନାଟି ପଡ଼ିଯିବ ନାହିଁ, ବରଂ ଅନେକ ଥର ଝୁଲି ଝୁଲି ତାହା ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିବ। ଅର୍ଥାତ୍ ଖେଳନାକୁ ଆମେ ଗୋଟିଏ ଦିଗରେ ବିସ୍ଥାପିତ କଲେ ଖେଳନାଟିକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଗୋଟିଏ ବଳ କାର୍ଯ୍ୟକାରୀ ହେବ। ସୁତରାଂ ଖେଳନାଟିର ଏକ ସ୍ଥାୟିତ୍ୱ ଅବସ୍ଥା ସୃଷ୍ଟି ହୋଇପାରିବ। ଲକ୍ଷ୍ୟ କରନ୍ତୁ, ଏ ବିନ୍ଦୁ ଖେଳନାଟିର ମାଧ୍ୟାକର୍ଷଣ କେନ୍ଦ୍ର ବିନ୍ଦୁ। ଏହାର ବାମ ପଟେ ଯେତିକି ଓଜନ ଅଛି ତାକୁ ବାଲାନ୍ସ କରିବା ପାଇଁ ଡାହାଣ ପଟେ ମଧ୍ୟ ଠିକ୍ ସମାନ ପରିମାଣର ଓଜନ ରହିଛି। ତେଣୁ ବାମ ପଟର ଓଜନ ଏବଂ ଡାହାଣ ପଟର ଓଜନ ପରସ୍ପର ସଙ୍ଗେ ସମାନ ହୋଇଥିବାରୁ ଖେଳନାଟି ବାଲାନ୍ସ ଅବସ୍ଥାରେ ରହିପାରୁଛି। ଯଦି ଆମେ ଖେଳନାଟିକୁ ଆମଠାରୁ ଦୂରକୁ ଏମିତି ଘୁଞ୍ଚାଇ ନେବା, ତାହେଲେ ପୁଣି ମଧ୍ୟ ଖେଳନାଟି ପଡ଼ିଯିବ ନାହିଁ, ବରଂ ତାହା ଅନେକ ଥର ଝୁଲି ଝୁଲି ପୂର୍ବ ଅବସ୍ଥାକୁ ଫେରି ଆସିବ। ଯେହେତୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଖେଳନା ଉପରେ ଗୋଟିଏ ବଳ କାର୍ଯ୍ୟକାରୀ ହେଉଥାଏ। ସୁତରାଂ ଏହି ପ୍ରକଳ୍ପଟି ମାଧ୍ୟାକର୍ଷଣ କେନ୍ଦ୍ର ତତ୍ତ୍ୱ ଉପରେ ପର୍ଯ୍ୟବେସିତ। ଖେଳନାଟିର ମାଧ୍ୟାକର୍ଷଣ କେନ୍ଦ୍ର ଠିକ୍ ପେନସିଲ୍ର ମୁନ ଉପରେ ଅବସ୍ଥାନ କରୁଥିବାରୁ ପେନସିଲ୍ର ମୁନ ଦେଇକି ଖେଳନାଟିର ସମସ୍ତ ଓଜନ ଭୂଲମ୍ବ ଦିଗରେ ତଳ ଆଡ଼କୁ କାର୍ଯ୍ୟକାରୀ ହୋଇଥାଏ ଏବଂ ସେହି ବିନ୍ଦୁରେ ଖେଳନାଟିକୁ ଭାରସାମ୍ୟ ଅବସ୍ଥା ରକ୍ଷା କରି ଅବସ୍ଥାପିତ କରିବା ସହଜସାଧ୍ୟ ହୋଇଥାଏ।